ବିଶ୍ୱାସକୁ ଜଣେ ଭାଙ୍ଗିଥାଏ ଏବଂ ଘୃଣା ସେଇଠୁ ଆରମ୍ଭ ହୋଇଯାଏ। କିଛି ଲୋକ ଏତେ ବିଷାକ୍ତ ଯେ ସେମାନେ କହିବା ପୂର୍ବରୁ ମଧ୍ୟ ଆମେ ଜାଣୁ ଯେ ସେମାନେ ବିଷ ଛେପ ହିଁ ପକାଇବେ। ତୁମେ କେବଳ ସାହସୀ ହେବା ଆବଶ୍ୟକ। ଜୀବନ ଯେକୌଣସି ସ୍ଥାନରୁ ଆରମ୍ଭ ହୋଇପାରିବ। କେବେ ବି ସରଳ ବ୍ୟକ୍ତିଙ୍କୁ ପ୍ରତାରଣା କର ନାହିଁ, କାରଣ ଜଣେ ସରଳ ବ୍ୟକ୍ତିଙ୍କ ଉତ୍ତର ଭଗବାନ ବୁଲେଇ ପକାଇ ଦିଅନ୍ତି। ଅଧିକାଂଶ ଲୋକଙ୍କ ପ୍ରତିଭା ଅଛି, କିନ୍ତୁ ବହୁତ କମ୍ ଲୋକଙ୍କର ସାହସ ଅଛି ଏବଂ କେବଳ ସେହି ଲୋକମାନେ ଜୀବନରେ ଆଗକୁ ବଢ଼ିପାରିବେ ଯାହାର ସାହସ ଅଛି। ଆଜି ତୁମେ ଯେଉଁ ଯନ୍ତ୍ରଣା ପାଉଛ, ଦିନେ ଏହି ଯନ୍ତ୍ରଣା ତୁମକୁ ପ୍ରତ୍ୟେକ ଯନ୍ତ୍ରଣା ସହିବାକୁ ଶିଖାଇବ। ଆପଣଙ୍କ ମନ ଆପଣଙ୍କ ସାଧନ, ଏହାର ଚାକର ନୁହେଁ, ଏହାର ଗୁରୁ ହେବାକୁ ଶିଖ। ନିଜର ରହସ୍ୟ କାହାକୁ କୁହ ନାହିଁ, କାରଣ ତୁମେ ଯଦି ନିଜ ରହସ୍ୟକୁ ନିଜେ ଲୁଚାଇ ପାରିବ ନାହିଁ, ତେବେ ଅନ୍ୟମାନେ କିପରି ତୁମର ରହସ୍ୟ ଲୁଚାଇବେ ବୋଲି ଆଶା କରିପାରୁଛ? ଯଦି ତୁମେ ଜୀବନରେ କିଛି ନୂଆ ହାସଲ କରିବାକୁ ଚାହୁଁଛ, ତୁମକୁ କିଛି ପୁରୁଣା ଛାଡ଼ିବାକୁ ପଡ଼ିବ। ମୁଁ ସମୟର ସମସ୍ତ ଦୁଃଖକୁ ଗ୍ରହଣ କଲି, କିନ୍ତୁ ତୁମକୁ ଭେଟିଲା ପରେ ଅଲଗା ହେବା ସବୁଠାରୁ ବଡ଼ ଦଣ୍ଡ ଭଳି ମୋତେ ଅନୁଭବ ହେଲା। ମା ଏବଂ ଗଛ ଉଭୟଙ୍କ କୋଳରେ ଛାଇ ଅଛି। ଦୟାକରି ସେମାନଙ୍କୁ ସମ୍ମାନ କରିବା ଶିଖନ୍ତୁ। ବିପଜ୍ଜନକ ଲୋକମାନେ ପ୍ରଥମେ ସେମାନଙ୍କ ସ୍ନେହ ଦେଖାନ୍ତି, ତାପରେ ଯେତେବେଳେ ଆମେ ସେମାନଙ୍କୁ ଅଧିକ ବିଶ୍ୱାସ କରୁ, ସେମାନେ ସେମାନଙ୍କ ଅସଲି ଚେହେରା ଦେଖାନ୍ତି। ଓପନ୍ ଆଣ୍ଡ କ୍ଲୋଜ୍ ହେଉଛି ବିପରୀତ ଶବ୍ଦ, କିନ୍ତୁ ଏହା କେତେ ଆକର୍ଷଣୀୟ। ଆମର ମନ କେବଳ ସେହିମାନଙ୍କ ପାଇଁ ଖୋଲା ଥାଏ ଯେଉଁମାନେ ଆମ ହୃଦୟର ଅତି ନିକଟରେ ଥାଆନ୍ତି। ନେକ୍ସଟ ଭିଡ଼ିଓ ପାଇଁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।